ଜୟ ଜଗନ୍ନାଥ। ଆଜି ମୁଁ ପ୍ରଥମ ଥର ପାଇଁ ବନାଉଛି ଭାତ ଉପମା। ଏମିତି ଆଗରୁ କେବେ କରିନଥିଲି। ପ୍ରଥମେ ପିଆଜ କାଟିଦେଲି, କଞ୍ଚା ଲଙ୍କା କାଟିଦେଲି, ଟମାଟୋ ଦୁଇଟା ତାକୁ ବି କାଟିଦେଲି। ଏସବୁ କାଟି ସାରିଲା ପରେ ଶେଷରେ ରସୁଣ 2 କୁଲା ଆଣି ତାକୁ ବି କାଟିଦେଲି। ଏବେ ଗ୍ୟାସ୍ ଲଗେଇ କଡ଼େଇ ବସେଇଲି, ଅଳ୍ପ କିଛି ସୋରିଷ ତେଲ ପକେଇଲି, ତାପରେ କିଛି ଜିରା ପକେଇଲି। ଜିରା ପକେଇଲା ପରେ ଫାଷ୍ଟ ଦେଲି ରସୁଣ, ତାପରେ କିଛି କଞ୍ଚା ଲଙ୍କା, ତାପରେ ପିଆଜ। ତାକୁ କିଛି ଘାଣ୍ଟିଲା ପରେ କିଛି ସମୟ ଅପେକ୍ଷା କରିବା ପରେ ପକେଇଲି କିଛି କାଟିଥିବା ଟମାଟୋ। କିଛି ଲୁଣ ସ୍ୱାଦ ଅନୁସାରେ, ହଳଦୀ, ଧନିଆ ଗୁଣ୍ଡ, ଚିକେନ୍ ମସଲା, ଜିରା ଗୁଣ୍ଡ ଏସବୁ ପକାଇ ତାକୁ କିଛି ସମୟ ଘାଣ୍ଟିଲା ପରେ ଆଗରୁ ରଖିଥିବା ସିଝା ଆଳୁକୁ ସେଥିରେ ପକାଇଦେଲି। ତାକୁ କିଛି ସମୟ କଷିଲା ପରେ ପୂର୍ବରୁ ରୋଷେଇ କରିଥିବା କିଛି ଗରମ ଭାତକୁ ଆଣିକିରି ଏଥିରେ ମୁଁ ପକାଇଦେଲି। ଏବେ କିଛି କାଶ୍ମୀରୀ ମେଥି ପକାଇଲି, ତାପରେ କିଛି ଡାଲଚିନି ଗୁଣ୍ଡ ପକାଇଲି, ଶେଷରେ ପକାଇଲି ମରିଚ ଗୁଣ୍ଡ। ତାକୁ ଘାଣ୍ଟି ସାରିଲା ପରେ ଏବେ ସବୁ ରେଡ଼ି ହେଇଗଲା। ଗ୍ୟାସ୍ ଅଫ୍ କରିଦେଲି। ଏବେ ଟେଷ୍ଟ କରିବା। ଟେଷ୍ଟଟା ଭଲ ହେଇଛି। ଆପଣ ବି ଘରେ ବନେଇକି ଖାଇପାରିବେ। ଜୟ ଜଗନ୍ନାଥ।